विषय दिगे अधीन जीव एबे चली रहिला सानु विषय जीवी एबे कही ଆଉ ଶୁଣୁଥିବେ ଗୁଣୁଥିବେ ମୋ ପଣ୍ଡିତ ଭାଇ ବିଷୟର ନାମ ଆଜ୍ଞା ଯେ ପଦ୍ମଲୋଚନ ପ୍ରଭାତ ପୂର୍ବରୁ ଆଜ୍ଞା ହାଡିର ନନ୍ଦନ ଯେତେବେଳେ ରାଜଦ୍ୱାରେ ହଇଲା ପ୍ରବେଶ ଏ ସମୟ ଦେଖିଲା ସେ ରାଜ୍ୟର ନରେଶ ଏଣେ ଆଜ୍ଞା ରାଜଦାଣ୍ଡ ସଫା କରିବା ପାଇଁ ହୀରାଧର ନାମକ ହାଡିର ସନ୍ତାନ ଯେତେବେଳେ ଆଜ୍ଞା ରାଜ ପରିବାରକୁ ଗଲା କିନ୍ତୁ ଦୈବ ଯୋଗେ ରାତି ନ ପାଇବା ପୂର୍ବରୁ ରାଜା ମଧ୍ୟ ଆଜ୍ଞା ଶଯ୍ୟା ତ୍ୟାଗ କରି ଆସିଲେ ଆରେ ହୀରାଧର ତୁ ପ୍ରତ୍ୟେକ ଦିନ 8ଟା ସକାଳ 8ଟା 9ଟା ନହେଲେ ଆସୁ ନାହିଁ ଆଜି ରାତି 4ଟାରୁ ତୁ ଆଜି ରାଜକାର୍ଯ୍ୟ ସେବା କରିବା ପାଇଁ ଆସିଛୁ ଆରେ କାରଣ କଣ କହିବି ଆଜ୍ଞା ମୁଣ୍ଡ ରହିଲେ ତୁଣ୍ଡ ଖୋଲିବି ତେଣୁ ସମସ୍ତ କଥା ଆଜି ପ୍ରକାଶ କରିବା ପୂର୍ବରୁ ଝାଡୁ ଟକେଇ ଆଜ୍ଞା ରାଗରେ ଜର୍ଜରିତ ହୋଇ ତଳେ ଫିଙ୍ଗି ଦେଇ ଏଣେ ଆଜ୍ଞା ସେଇ ହାଡିର ସନ୍ତାନ ହୀରାଧର ଘରକୁ ପଳାୟନ କଲା ଆଜି ବି ପୁରା ବେକାର ହେଇଗଲା ରାଜାଟା ଆଜି ରାତିରୁ ବାହାରିବା ଥିଲା ଏଇ ପାହାଚିଆରୁ ଶୁଣିବେ ସୁଜନ ଏବେ ଦେଇ ମନ କର୍ଣ୍ଣ ଠିକେ ଠିକେ ଏବେ ବିଷୟ ଦିଗରେ ହେବ ଆଲୋଚନା କଦମ୍ବ ମୂଳରେ ମୁରଲି ବଜାଏ ମୋବାଙ୍କ ଚୁଡ଼ିଆ ମାଲୋ ମାଉସୀ ସରବେ ଯେ ଆସି ପୁଅ ଝିଅ ନାତି ନାତୁଣୀ ଶିବେ ବ୍ରହ୍ମ ରାଶି ସହି କଦମ୍ବ ମୂଳରେ ମୁରଲି ବଜାଏ ମୋବାଙ୍କ ଚୁଡ଼ିଆ ପଣ୍ଡିତେ ହୀରାଧର ଘରକୁ ଆସିଲା ତେଣୁ ଏ ଯୋଉ ଅପମାନ ପାଇ ରାଜା ଦିବ୍ୟଲୋଚନ ଯେତେବେଳେ ରାଣୀଙ୍କ ପାଖରେ ଯାଇ ପହଞ୍ଚିଲା ୟାର କାରଣ ପଚାରିବାରୁ ଏଣେ ଆଜ୍ଞା ଯଶୋବନ୍ତ ଦାସ ଟୀକା ଗୋବିନ୍ଦ ଚନ୍ଦ୍ରରେ ପ୍ରମାଣ କରିଛନ୍ତି ପୁତ୍ରିକ ନାରୀ ଯେ ସ୍ଥାନେ ବସଇ ସେ ସ୍ଥାନ ମାରୁলাই ସେ ସ୍ଥାନ ପୁତ୍ରିକ ନାରୀ ଦେଉଳକୁ ଗଲେ ଦେଉଳେ ଦିଅଲୁ ଛଇ ଦେଉଳେ এই ଯୋଉ ଅପମାନରେ ଜର୍ଜରିତ ହୋଇ ରାଜା ରାଣୀ ଚିନ୍ତା କଲେ ଯେ ୟାର ଆଶୁ ପ୍ରତିକାର ପାଇଁ କୋଳରେ ସନ୍ତାନ ପାଇଁ ତାଙ୍କର ଆଜ୍ଞା ଇଷ୍ଟ ଦେବ ଦେବଦେବ ମହାଦେବଙ୍କ ନିକଟରେ ଯାଇ ଅଧିଆ ପଡିବେ ତେଣୁ କେମିତି ଗଲେ କବି ମଞ୍ଜୁଳ କୃଷ୍ଣ ପ୍ରସାଦ ବସୁ ସାହିତ୍ୟ ରୂପ ଦୁଟିଏ ଆଜ୍ଞା ବର ବେଶ ବାସ भूषण मान भूषण मान भोला भूषण मान
ମା ମାନେ ମନେ ରଖିଥାନ୍ତୁ ବର୍ଜନ କରି। ବର୍ଜନ କରିବା ମାନେ ପରିତ୍ୟାଗ କରିଦବା। ରାଜା ରାଣୀ କଣ ବର୍ଜନ କଲେ? କଣ କଣ ଛାଡିଗଲେ? ପିନ୍ଧିଥିବା ଉତ୍ତମ ବସ୍ତ୍ରକୁ ରାଣୀ କଣ କଲେ? ତମର ସୁନା ରୂପା ଖୋଲି ଦିଅ। ଗୈରିକ ବସନ ପରିଧାନ ପୂର୍ବକ ଯାଇ ଶିବ ମନ୍ଦିରରେ ଅଧିଆ ପଡେ। ତୁମେ ଗେରୁଆ ବସ୍ତ୍ର ପିନ୍ଧି ପକ। ଆମେ ଦେବ ଦେବ ଆମର ଅକର୍ମେ ଏ ଭାଇ ତୋର କମ୍ପ୍ଲେନ କଣ ହଉଛି କିରେ? ଅକର୍ମେ କର୍ମଦାୟକ ଦେବ ଦେବ ମହାଦେବ ପ୍ରଭୁ ଭୋଳାନାଥକୁ ଆମେ ତପସ୍ୟା କରି ପାଇଁ ଯିବା। ଉଠ ରାଣୀ, ତୁମେ ଆଉ ରାଜରେ ରହିଲେ ହବ ନାହିଁ। ଜଙ୍ଗଲକୁ ଆମେ ଚାଲିଯିବା। ଆସ ଧୀରେ ଧୀରେ ଆସ। ଠିକ ଅଛି। ଚିନ୍ତା କରୁଛନ୍ତି ଆଜି ଜଙ୍ଗଲକୁ ଯାଉଛନ୍ତି ରାଜା ରାଣୀ।